ମାଲୋକ ସ୍ୱାଗତ କରୁଛି ପୁଣି ଏକ ନୂଆ ଅପଡେଟ୍ରେ ଆପଣମାନଙ୍କୁ। ତ ଅପଡେଟ୍ ଆସିଛି ଓଡ଼ିଶା ପୋଲିସ ଯେଉଁମାନଙ୍କର ଡ୍ରିମ୍ ଜବ୍ ରହିଛି ସେମାନଙ୍କ ପାଇଁ ଏକ ବିଗ୍ ଅପଡେଟ୍ ଆସିଛି। ଯଦି ପ୍ରଥମ ଥର ପାଇଁ ଚ୍ୟାନେଲ୍ ଦେଖୁଛନ୍ତି ନିହାତି ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ମଧ୍ୟ ସେୟାର କରନ୍ତୁ। ଅପଡେଟ୍ ଆସିଛି ଏଇଆ କି ଆପଣମାନଙ୍କର ଯେଉଁ ଆଗାମୀ ପର୍ଯ୍ୟାୟରେ ଯେଉଁ ଆସିବାକୁ ଯାଉଛି ଆପଣମାନଙ୍କର ଓଡ଼ିଶା ପୋଲିସର ଯେଉଁ ସିଭିଲ୍ କନଷ୍ଟେବଲ୍ ଡିଷ୍ଟ୍ରିକ୍ଟ କନଷ୍ଟେବଲ୍ ଯେଉଁଟା ଆପଣ କହୁଛନ୍ତି, ତ ତାର ଅପଡେଟ୍ ଆସିଛି। ଅପଡେଟ୍ଟି ଏଇଆ, ଡିପାର୍ଟମେଣ୍ଟ ଯେଉଁଟା ରହିଛି ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଡିପାର୍ଟମେଣ୍ଟକୁ ନୋଟିସ୍ ଯାଇଛି। ଦି ଗଭର୍ଣ୍ଣମେଣ୍ଟ ହାଭ୍ ବିନ୍ ପ୍ଲିଜ୍ ଟୁ ଡିସାଇଡ୍ ଫର୍ ରିଲାକ୍ସେସନ୍ ଇନ୍ କ୍ଲଜ୍ ରୁଲ୍ 5 ଅଫ୍ ଦି ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସର ଗୋଟେ ରୁଲ୍ ନମ୍ବର ହିସାବରେ ଆପଣଙ୍କୁ କେଉଁଟା ନା ମେଥଡ଼ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ ଅଫ୍ ସର୍ଭିସ୍ ଅଫ୍ କନଷ୍ଟେବଲ୍ ମାନଙ୍କର ଯେଉଁଟା ରହିଛି ମେଥଡ଼ ଅଫ୍ ସର୍ଭିସ୍, ଯେଉଁଟା ଯେମିତି ଆପଣ କେଉଁ ପ୍ରକାରରେ କେଉଁ ପର୍ଯ୍ୟାୟରେ ସେ ଆପଣଙ୍କର ନିଯୁକ୍ତି ଦିଆଯିବ, ତାର କିଛି ଅର୍ଡ଼ର ଆସିଛି ଯେଉଁଟାକି 2021ର ଯେଉଁ ଅର୍ଡ଼ର ରହିଛି ଟୁ ଆଲାଉ ଆପ୍ଲିକାଣ୍ଟସ୍ ଟୁ ରେଜିଷ୍ଟର ଦେୟାର ନେମ୍ସ ଇନ୍ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ। ତ ଏଇ ନୋଟିସ୍ର ମୂଳ କଥା ରହିଛି ଆପଣମାନଙ୍କର ଏଇଠି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜକୁ ନେଇକି ଏଇଟା ଅପଡେଟ୍ ରହିଛି ଆପଣମାନଙ୍କର। କ'ଣ ନା ଆପଣମାନେ ଆଗରୁ ଯେଉଁମାନେ ବି ପରୀକ୍ଷା ଦେଇଛନ୍ତି ଏବଂ ନୂଆ ବି ଏବେ ଯେଉଁମାନେ ପ୍ରାୟ ପରୀକ୍ଷା ଦେବେ, ପ୍ରାୟ ସେମାନେ ଜାଣିବା ଦରକାର ଇଣ୍ଟରଭ୍ୟୁ ପୂର୍ବରୁ ବା ଏକ୍ଜାମ୍ ପୂର୍ବରୁ ଆପଣମାନଙ୍କର ଗୋଟେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆପଣମାନଙ୍କୁ ନାଁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼େ। ତ ସେଇ ନାଁ ରେଜିଷ୍ଟ୍ରେସନ୍ ଯେଉଁମାନେ କରିନାହାନ୍ତି ସେମାନଙ୍କ ପାଇଁ ବି ନୋଟିସ୍ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆପଣମାନେ ଏକ୍ଜାମ୍ ପୂର୍ବରୁ ବାହାର କରିନିଅନ୍ତୁ। ତ ତଥାପି ଆପଣମାନଙ୍କ ପାଇଁ ଆଉ ଗୋଟେ ରିଲାକ୍ସେସନ୍ ଆସିଛି, ବିଫୋର୍ ଦି ଡେଟ୍ ଅଫ୍ ସବମିସନ୍ ଅଫ୍ ଆପ୍ଲିକେସନ୍ ଫର୍ ରିକ୍ରୁଟମେଣ୍ଟ। ତ ଆପଣମାନଙ୍କର ଆଗରୁ ଥିଲା ସିଷ୍ଟମ୍ ଏଇଆ କି ଯେବେ ରିକ୍ରୁଟମେଣ୍ଟ ପ୍ରୋସେସ୍ ହେଉଥିଲା ତ ପବ୍ଲିଶ ହେଉଥିଲା ଯେବେ ନୋଟିଫିକେସନ୍, ତ ତା ପୂର୍ବରୁ ଆପଣମାନେ ଯଦି ରେଜିଷ୍ଟ୍ରେସନ୍ କରିଛନ୍ତି, ନାଁ ରେଜିଷ୍ଟ୍ରେସନ୍ ଆପଣଙ୍କର କରିଛନ୍ତି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ, ତାହେଲେ ଆପଣମାନଙ୍କୁ ସୁଯୋଗ ଦିଆଯାଉଥିଲା। ଯେଉଁମାନେ ନୋଟିଫିକେସନ୍ ବାହାରିଲା ପରେ ବି ଯଦି କେଉଁ ପିଲା ରେଜିଷ୍ଟ୍ରେସନ୍ କରୁଥିଲା ତ ସେ ଏକ୍ଜାମ୍ ଦେଇପାରୁନଥିଲା, ତାକୁ ଡିସ୍କ୍ୱାଲିଫାଏ କରାଯାଉଥିଲା। କିନ୍ତୁ ଏବେ ଆପଣମାନଙ୍କର ଆଉ ଗୋଟେ ରିଲାକ୍ସେସନ୍ ଆସିଯାଇଛି। ଯେଉଁମାନେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ରେଜିଷ୍ଟ୍ରେସନ୍ ମନେ କରନ୍ତୁ କରିନାହାନ୍ତି, ସେମାନେ ବିଫୋର୍ ଦି ଡେଟ୍ ଅଫ୍ ସବମିସନ୍ ଅଫ୍ ଆପ୍ଲିକେସନ୍ ଫର୍ ଦି ରିକ୍ରୁଟମେଣ୍ଟ। ତ ରିକ୍ରୁଟମେଣ୍ଟ ଆପଣଙ୍କର ମନେ କରନ୍ତୁ ଆଜି ନୁହଁ ତ 2-4 ଦିନ ଛାଡ଼ିକି ମନେକର ଆପଣଙ୍କର ଜାନୁଆରୀ 26ରେ ଆପଣଙ୍କର ଆସିଲା ଓଡ଼ିଶା ପୋଲିସର ନୋଟିଫିକେସନ୍। ତ ଜାନୁଆରୀ 26 ଯେଉଁ ଲାଷ୍ଟ ଡେଟ୍ ରହିଛି ତା ପୂର୍ବରୁ ମିନ୍ସ ଆପଣ 25 ତାରିଖରେ ବି ଆପଣଙ୍କର ଯଦି ରେଜିଷ୍ଟ୍ରେସନ୍ କରିଛନ୍ତି ସାର୍ଟିଫିକେଟ୍, ତାହେଲେ ଆପଣ ମଧ୍ୟ ଏକ୍ଜାମିନେସନ୍ ଦେଇପାରିବେ। ତ ଏଇଟା ଗୋଟେ ଭଲ ଖବର। ପୂର୍ବରୁ ଯାହା ସରକାରର ନିୟମ ଥିଲା ଏବେ କିଛି କିଛି ମାତ୍ରାରେ ପରିବର୍ତ୍ତନ ହେଉଛି ନୂଆ ସରକାର ଆସିଲା ପରେ। ତ ହୋମଗାର୍ଡ଼ରେ ବି ଆପଣମାନେ ଦେଖିଥିବେ କିଛି ପିଲାଙ୍କୁ ଚାନ୍ସ ଆହୁରି ଦିଆଯାଉଛି। ଯେଉଁମାନେ ଭୁଲ ଭାଲ ଲେଖୁଛନ୍ତି ସେମାନଙ୍କୁ ଆଉ ଥରେ ଫର୍ମ ଫିଲ୍ଅପ୍ କରିବାକୁ ଦିଆଯାଉଛି, କି ହାଇ ଜମ୍ପରେ ବି ଚାନ୍ସ ମାରିବାକୁ ଦିଆଯାଉଛି। ଏମିତି ବି ଓଡ଼ିଶା ପୋଲିସରେ ଆପଣମାନେ ଦେଖୁଛନ୍ତି ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର ଓଡ଼ିଶା ପୋଲିସର ଏଇ ଯେଉଁ ଆସିବ ଆଗାମୀ ଯେଉଁ ଭର୍ତ୍ତି ଆସିବ, ଯେଉଁ ଆପଣଙ୍କର ନୋଟିଫିକେସନ୍ ଆସିବ, ସେ ନୋଟିଫିକେସନ୍ ଉପରେ ମଧ୍ୟ ଯେଉଁଟା ଆପଣଙ୍କର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜକୁ ନେଇକି ଏଇଟା ଗୋଟେ ବଡ଼ ଖବର ଆପଣମାନଙ୍କ ପାଇଁ। ତାହେଲେ ନିହାତି ଭାବରେ ଆପଣମାନେ ଏକ୍ଜାମ୍ ଯେଉଁଟା ରହିଛି ଆପଣଙ୍କର ଯେଉଁ ରିକ୍ରୁଟମେଣ୍ଟ ପ୍ରୋସେସ୍ ହେବ, ତ ସେ ରିକ୍ରୁଟମେଣ୍ଟ ପ୍ରୋସେସ୍ ପୂର୍ବରୁ ଆପଣମାନେ ନିହାତି ଭାବରେ କରିନିଅନ୍ତୁ। ଏଇଟା ବି ମନେ ରଖନ୍ତୁ, ଦ ଡେଟ୍ ଅଫ୍ ସବମିସନ୍ ଅଫ୍ ଆପ୍ଲିକେସନ୍ ଫର୍ ରିକ୍ରୁଟମେଣ୍ଟ ବିଫୋର୍ ଦ ଡେଟ୍। ତ ଆପଣଙ୍କର ଯେଉଁ ରିକ୍ରୁଟମେଣ୍ଟ ଡେଟ୍ ରହିଥିବ ତ ତା ପୂର୍ବରୁ ନିହାତି ଭାବରେ କରିବା ଦରକାର। ଆଉ ଯେଉଁମାନେ କରିନାହାନ୍ତି ନିହାତି ଭାବରେ କରିନିଅନ୍ତୁ, ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆପଣମାନେ ରିସ୍କ ନିଅନ୍ତୁ ନାହିଁ, ଏବେ ବାହାରିନି, ଆପଣ ଏବେ 2-4 ଦିନ ଭିତରେ କରିନିଅନ୍ତୁ ଆରାମସେ। ଆପଣମାନେ ଜନସେବା କେନ୍ଦ୍ର ଯିବେ, ସେଇଠି ଆପଣମାନେ କରିପାରିବେ ଡାଇରେକ୍ଟ। ଆଗରୁ ପିଲାମାନଙ୍କୁ ଯିବାକୁ ପଡ଼ୁଥିଲା ଯେଉଁଟା ଆପଣଙ୍କର ବ୍ଲକ ଲେବୁଲରେ ଡିଷ୍ଟ୍ରିକ୍ଟ ଏକ୍ସଚେଞ୍ଜ ଅଫିସ୍ ହେଉ କିମ୍ବା ଆପଣଙ୍କର ଡିଷ୍ଟ୍ରିକ୍ଟ ଲେବୁଲ ତା ପରେ ପରେ ହେଇଗଲା, ଏବେ ତ ଆଉ ବ୍ଲକ ଲେବୁଲରେ ହେଉନି। ତ ସବ୍ ଡିଭିଜନାଲ ଲେବୁଲରେ ଯେହେତୁ ହେଉନି, ଆପଣ ପିଲାଙ୍କୁ ଯିବାକୁ ପଡ଼ୁଥିଲା ପୁରା ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରକୁ, ସେଠି ଆପଣଙ୍କୁ ନାଁ ରେଜିଷ୍ଟ୍ରେସନ୍ କରିବାକୁ ପ୍ରୋବ୍ଲେମ୍ ହେଉଥିଲା। ତ ଏବେ କିନ୍ତୁ ଆପଣମାନଙ୍କୁ ଆଉ କୁଆଡ଼େ ଯିବାକୁ ପଡ଼ିବନି, ଜନସେବା କେନ୍ଦ୍ରକୁ ଆପଣମାନେ ଯିବେ, ସେଠି ଆପଣମାନଙ୍କର ଡାଇରେକ୍ଟ ସେଇଠି ଆପଣ ରେଜିଷ୍ଟ୍ରେସନ୍ କରିପାରିବେ ଆରାମସେ। କିଛି ମାତ୍ର 100 ଟଙ୍କା ଭିତରେ ଆପଣମାନଙ୍କର ଖର୍ଚ୍ଚ ରହିବ। ତ ଆପଣ ଯଦି ଖର୍ଚ୍ଚକୁ ଡରିକି ଯିବେନି, ପରବର୍ତ୍ତୀ ପର୍ଯ୍ୟାୟରେ ଆପଣମାନେ ପରିସ୍ଥିତିକି ସାମ୍ନା କରିପାରିବେନି, ସେତେବେଳେ ଡିସ୍କ୍ୱାଲିଫାଏ ହେବେ, ଆପଣଙ୍କର ପରିଶ୍ରମ ବୃଥା ଯିବ। ଏକ୍ଜାମିନେସନ୍ ପାଇଁ ପ୍ରିପାରେସନ୍ କରିଥିବେ ତ ଟିକିଏ ହେଳାରେ ବି ଆପଣମାନଙ୍କର, ଏମିତି ବି ବହୁତ ପିଲାଙ୍କର ହେଇଛି, କାରଣ କିଛି ପିଲା ଏମିତି ହେଳା କରିକି ରହିଯାଆନ୍ତି, ପଢ଼ାରେ ଏତେ ବ୍ୟସ୍ତ ରହିଯାଆନ୍ତି, ସମୟ ଦେଇପାରନ୍ତିନି, ମନରେ ବି ଭୁଲିଯାଆନ୍ତି, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏକ୍ଜାମ୍ ଦେଇପାରନ୍ତି। ତ ସେ ସିଚୁଏସନ୍ ଆପଣ ଫେସ୍ ନ କରନ୍ତୁ, ବାରମ୍ବାର ମୁଁ ଆପଣଙ୍କୁ କହି ରଖୁଛି, ନିହାତି ଭାବରେ ଏଇଟା କରନ୍ତୁ। ତ ଆଉ ଗୋଟେ ପିଲାମାନଙ୍କର ଫିଜିକାଲ୍ ଯେଉଁ ଆପଣଙ୍କର ଫିଜିକାଲ୍ ତ ହେବ, କିନ୍ତୁ ଆପଣଙ୍କର ରିକ୍ରୁଟମେଣ୍ଟ ପ୍ରୋସେସ୍ଟା କେବେ ଆସିବ? ତ ରିକ୍ରୁଟମେଣ୍ଟ ପ୍ରୋସେସ୍ ଦେଖନ୍ତୁ, ମୁଁ ତ ଏକ୍ସପେକ୍ଟେଡ଼ ଡେଟ୍ କହିବିନି ଆପଣମାନଙ୍କୁ, କାରଣ ବହୁତ ସାରା ଚ୍ୟାନେଲ୍ ଏକ୍ସପେକ୍ଟେଡ଼ ଡେଟ୍ କହିକି ଡିଲେ କରୁଛନ୍ତି, ବାହାରୁନି। ଆପଣମାନେ ଜାଣିଥିବେ ଜାନୁଆରୀ ଡିସେମ୍ବର 31କୁ ଦିଆଯାଇଥିଲା।
दिया पुणी जनवरी की दि जाइए एमती कथा तो अप्रोक्सीमेटली आपण मैंने आम गोटे एक्सपेक्टेशन करवा गोटे एक्सपेक्ट डेट करवा पाखापाखि आपण मानकर आसीज फेब्रुआरी मास स्टार्टिंग पूर्वर आपण मानकर आसीजार संभावना 100%। मु 99% कहबी 100% जेहेतु देखूँ रिजन कौन ना देखूँ यहाँ गोटे नोटिफिकेशन आपणकर एवं अपडेट आसला तो ये आसला पिला सतर्क कर दिया निहाती भाव में आपण मैंने प्रिपेरेसन करूँ एवं जहाँ डाउट रोचे आप कमेंट बॉक्स रे पचारि पारे प्रॉब्लम सॉल्व करने चेष्टा करी मो द्वारा जहाँ संभव हो पार जहाँ मोर जी एक्सपीरियंस रही ओडिशा पुलिस को लेकिन एग्जाम को लेकिन आशा करे भिडियोटी आपण मानकू यही भाव में आगू अपडेट देवी आपण मैंने चैनल सब्सक्राइब करूँ लाइक करूँ एवं शेयर करूँ धन्यवाद।